ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଭିଡ଼ିଓରେ ଘନଶ୍ୟାମ ଦାସଙ୍କ ବିଷୟରେ କଥା ହେବା। ଘନଶ୍ୟାମ ଦାସ ଜଣେ ପ୍ରସିଦ୍ଧ ଭାରତୀୟ ଐତିହାସିକ ଏବଂ ଶିକ୍ଷାବିତ୍ ଥିଲେ, ଯିଏ ଓଡ଼ିଶାର ଇତିହାସ ଏବଂ ସଂସ୍କୃତି ଉପରେ ତାଙ୍କର ବ୍ୟାପକ ଗବେଷଣା ପାଇଁ ଜଣାଶୁଣା। ସେ ଇତିହାସର ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ଏବଂ ଏହି ଅଞ୍ଚଳର ଅନେକ ପ୍ରତିଷ୍ଠିତ ଅନୁଷ୍ଠାନର ଶିକ୍ଷାଗତ ପ୍ରଶାସନରେ ଗଭୀର ଭାବରେ ଜଡ଼ିତ ଥିଲେ। ପୂର୍ବ ଭାରତର ସାମାଜିକ ରାଜନୈତିକ ବିକାଶକୁ ଦଲିଲ କରିବା ପାଇଁ ଲକ୍ଷ୍ୟ ରଖିଥିଲେ। ପ୍ରମୁଖ ଐତିହାସିକ ପ୍ରକଳ୍ପ ଗୁଡ଼ିକରେ ତାଙ୍କର ସହଯୋଗ ପାଇଁ ଦାସ ବିଶେଷ ଭାବରେ ଜଣାଶୁଣା। ତାଙ୍କର ବିଦ୍ୱାନ ପ୍ରବନ୍ଧଗୁଡ଼ିକ ପ୍ରାୟତଃ ଉପନିବେଶ ଯୁଗରେ ଆଞ୍ଚଳିକ ପରିଚୟ ଏବଂ ଜାତୀୟ ଆନ୍ଦୋଳନର ସନ୍ଧି ଉପରେ କେନ୍ଦ୍ରିତ ହେଉଥିଲା। ତାଙ୍କ ଲେଖା ବ୍ୟତୀତ ତାଙ୍କୁ ଜଣେ ମାର୍ଗଦର୍ଶକ ଭାବରେ ସମ୍ମାନିତ କରାଯାଇଥିଲା, ଯିଏ ଓଡ଼ିଆ ଇତିହାସ ବିଜ୍ଞାନୀ ଏବଂ ଗବେଷକଙ୍କ ଏକ ପିଢ଼ିକୁ ପ୍ରଭାବିତ କରିଥିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।